ଦେଖନ୍ତୁ ଆଜି ଆମେ ସଂକଳ୍ପ ନେଇ କାମ କରୁଛୁ ଲୋକଙ୍କୁ ପାଣିର ବ୍ୟବସ୍ଥା ପହଞ୍ଚେଇବୁ। ବିଗତ ଦିନରେ ଯେଉଁମାନେ ପହଞ୍ଚଉ ନଥିଲେ ଆମେ ସେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଲୋକଙ୍କ ପାଖକୁ ପାଣି ପହଞ୍ଚେଇବାର ସୌଭାଗ୍ୟ ତିଆରି କରୁଛୁ। ଆମେ ଜୁନ୍ ସୁଦ୍ଧା ଆମେ ବିଶୋଇ ଛାଡ଼ି ଅନ୍ୟ ସମସ୍ତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଘରକୁ ପାଣି ପହଞ୍ଚେଇବୁ। ବର୍ତ୍ତମାନ ସୁଦ୍ଧା ଆମେ ରାଇରଙ୍ଗପୁରକୁ ପାଣି ଦେଇଛୁ, କୁସୁମୀ ଅଞ୍ଚଳକୁ ଆମର ଆଜି ସାରସକଣା ଉଦ୍ଘାଟନ ହେଲା ଏବଂ ଯଶୀପୁରର ଯେଉଁଠିକି 170-66 ଗାଁକୁ ଆଜି ପାଣି ପହଞ୍ଚିବ ଏ ବି ଉଦ୍ଘାଟନ ହେଲା ଏବଂ ଆଉ 2 ମାସରେ ଆମେ ଆଉ 2ଟା ପ୍ରକଳ୍ପ ଉଦ୍ଘାଟନ କରିବୁ। ଗୋଟିଏ ପ୍ରକଳ୍ପ କମ୍ପ୍ଲିଟ୍ କରାଯାଏ, 3ଟି ଉଦ୍ଘାଟନ କରିବୁ। ଏ ପ୍ରକାର କାର୍ଯ୍ୟ କେବଳ ମୟୂରଭଞ୍ଜ ଜିଲ୍ଲାରେ ନୁହେଁ, ସମସ୍ତ ରାଜ୍ୟର ସମସ୍ତ ଅଞ୍ଚଳକୁ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ଯେଉଁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ପ୍ରକାର ନିର୍ଣ୍ଣୟ ଆଜି ସେ ନିର୍ଣ୍ଣୟ ଆମକୁ ସାକାର କରିବାରେ ସୁବିଧା ହେଇଛି। କାରଣ ଅନେକ ସମସ୍ୟା ଅଛି। ସବୁଠାରୁ ମୋର ଗୋଟିଏ କଥା ମନେ ପଡ଼ୁଛି, ଯେଉଁ ସମୟରେ ବି କ'ଣ ପଇସା ଦରକାର ଅଛି, ପାଣି ପାଇଁ କୌଣସି ହାତ ବନ୍ଧା ନାହିଁ, ଏ ପ୍ରକାର ଭରସା ବିଶ୍ୱାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏବଂ କେନ୍ଦ୍ର ଯେଉଁ ଅର୍ଥ ବ୍ୟବସ୍ଥା କରୁଛନ୍ତି ଆମେ ବିଗତ ଦିନରେ ଏ ନମୁନା ବି ଦେଖିଛୁ। ଯେତେବେଳେ ଜଳ ଜୀବନର ମନ୍ତ୍ରୀ ଥିଲେ ବିଶ୍ୱେଶ୍ୱର ଟୁଡୁ, କେଉଁ ସମସ୍ୟା ଥିଲା, ଆଜି ସେ ସମସ୍ୟା ନାହିଁ। ଆଜି ଡବଲ ଇଞ୍ଜିନ୍ ସରକାର ଅଛି। ଗାଁକୁ ଷ୍ଟ୍ରେଙ୍ଗଥେନ୍ କରିବା ପାଇଁ ଆମେ ଅନେକ ଗୁଡ଼ିଏ ଯୋଜନା ପ୍ରସ୍ତୁତ କରୁଛୁ। ମିଶନ ପାୱାରରେ ରାସ୍ତା, ପାଣି ଏବଂ ବିଜୁଳି ନେଇଛୁ ଏବଂ ଆଗାମୀ ଦିନରେ ସମସ୍ତେ କେମିତି ସ୍ୱାବଲମ୍ବୀ ହେବେ, ଆତ୍ମନିର୍ଭର ହେବେ, ଏ ପ୍ରକାର ନିର୍ଣ୍ଣୟ ନେଇ କାମ କରୁଛୁ। ସେହି ଦୃଷ୍ଟି ନେଇ ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମସ୍ତ ବିଷୟକୁ ରଖିବାର ଗୋଟେ ସୁଯୋଗ ପାଇବା ସଙ୍ଗେ ସଙ୍ଗେ ଆମେ ଲୋକଙ୍କ ପାଖରେ ଯେଉଁ ଋଣୀ ଅଛୁ ସେ ଋଣ ପରିଶୋଧ କରିବା ପାଇଁ ଆସିଛୁ।